সেই যে বুড়ো পকেইলে সেই যে বুড়ো ପକେଇଲେ এই যে ଭାରତ ଗୋଟେ ସଂସ୍କୃତି ସମ୍ପନ୍ନ ଦେଶ ରାସ এই যে ବାରୁଣୀ ସ୍ନାନ ମୁଁ ଯେ ଆଜି ବହୁତ ଲୋକଙ୍କର ସମାଗମ ଦେଖୁଛି ବାରୁଣୀ ସ୍ନାନର ତାତ୍ପର୍ଯ୍ୟ ଅନେକ ଏଟା ଦ୍ୱାପର ଯୁଗରେ ଯେତେବେଳେ ରାଧାକୃଷ୍ଣ ରାସ କରିଥିଲେ ସେବେଠୁ ରାସ ପୂର୍ଣ୍ଣିମାଠୁ ଇଏ ଅଦ୍ୟାବଧି ତ୍ରୟୋଦଶୀ ତିଥିରେ ସେ ପ୍ରଥମେ ଯମୁନାରେ ସେମାନେ ସ୍ନାନ କରିଥିଲେ ଯେମିତି ଯମୁନା ନଦୀରେ ସ୍ନାନ କରିଥିଲେ ସେଇ ଯେ ବର୍ତ୍ତମାନ ତ ଆଉ ଯମୁନା ନାହିଁ ମାନେ ଗଙ୍ଗା ଯମୁନା ସରସ୍ୱତୀ ଅନ୍ତଃସତ୍ତା ହେଇକି ସେଟା ତ୍ରିବେଣୀ ହେଲା ଏବଂ ସେଟା କୁମ୍ଭ ମେଳାରେ ପରିବର୍ତ୍ତନ ହେଲା ତାପରେ ଏଇ ତ୍ରୟୋଦଶୀ ତିଥିରେ ବିଶେଷ କରି ଏଇ ଆମର ଯେତେ ସବୁ ନଦୀ ଆଉ ସୁବର୍ଣ୍ଣରେଖା କ'ଣ ମହାଣ ଏଇସବୁରେ ପବିତ୍ର ବୁଡ଼ ମାରିଲେ ତାଙ୍କର କିଛି ପୁଣ୍ୟ ଲାଭ ହୁଏ ସେଇ କତରୁ ଦ୍ୱାପରଠୁ ଚାଲି ଆସିଛି କଳି ପର୍ଯ୍ୟନ୍ତ ସେଇଟା ଗୋଟେ ହେଉଛି କାହିଁକିନା ଭାରତ ଗୋଟେ ସଂସ୍କୃତି ସମ୍ପନ୍ନ ଜିନିଷ ଏଠି ମାନେ ଯାହା ନାହିଁ ଭାରତ ତାହା ନାହିଁ ଜଗତ ତେଣୁ ଏଠି ମୋଟାମୋଟି କଥା ଭାରତବର୍ଷରେ ଯେଉଁ ଜିନିଷ ନାହିଁ ସେଠି ଆଉ ପୃଥିବୀରେ କୌଣସି ପାଶ୍ଚାତ୍ୟ ଦେଶରେ ପ୍ରାଚ୍ୟର ଗୋଟେ ବିଶେଷ ଅଙ୍ଗ ଭାରତବର୍ଷ ଆଉ ପାଶ୍ଚାତ୍ୟର ଏଇସବୁ ସଂସ୍କୃତି ନାହିଁ ସେଥିପାଇଁ କିଛି ଦିନ ପୂର୍ବରୁ ଦାମୋଦର ମକର ମେଳା ହେଇଥିଲା ସେଠି ଆଦିବାସୀ ପରମ୍ପରା ଅଛି ଏଠି ହିନ୍ଦୁ ଧର୍ମର ପରମ୍ପରା ଅଛି ତେଣୁ ଏଇ ଯେ ମହାନ ପବିତ୍ର ବୁଡ଼ ତ୍ରୟୋଦଶୀ ତିଥିରେ ଏଥିରେ ଗୋଟେ ପୁଣ୍ୟ ହୁଏ ତେଣୁ ଏଠି ଭାରତବାସୀ ଭାରତ ଜନସାଧାରଣ ପୁଣ୍ୟ ବିଷୟରେ ସଚେତନ ଅଛନ୍ତି ଯେଉଁଟାକି ପାଶ୍ଚାତ୍ୟ ଦେଶ ଗୁଡ଼ାକରେ ନାହିଁ ପ୍ରାଚ୍ୟରେ କେବଳ ଭାରତବର୍ଷର ଭୂମିକା ଅଛି ତେଣୁ ଏଇ ପୁଣ୍ୟ ପାପ ଯେଉଁ ଜିନିଷଟା ରହିଛି ଅତି ସାଂଘାତିକ ଜିନିଷ ତେଣୁ ଲୋକ ପୁଣ୍ୟ କରିକି ସବୁ ଭୁଲ ମାର୍ଗରେ ଯାଉଛନ୍ତି କିନ୍ତୁ ଏଇ ଯେ କେତେ ଆଧ୍ୟାତ୍ମିକ ଜିନିଷ ରହିଛି ବହୁତ ମହାନ ମାନେ ମାନବବାଦ ଏଥିରେ ରହିଛି ତେଣୁ ଏଇ ବାରୁଣୀ ସ୍ନାନର ତାତ୍ପର୍ଯ୍ୟ ସଂକ୍ଷେପରେ ଏତିକି କହିଦେଲେ ଆଚ୍ଛା ଆଉ ଗୋଟିଏ କଥା ହଁ ଆଉ ଗୋଟିଏ କଥା ଆଉ ଏଇ ଯେ ସ୍ନାନ ପରେ ବର୍ଷ ତମାମ କୁଣ୍ଡିଆଣ କାଚୁ ହୁଏନି ଏଇଟା ଗୋଟେ ଲୋକ କଥା ହେଉଛି ଏଇଟା ପ୍ରକୃତରେ ସତ ଲୁଣି ପାଣିରେ ଯେତେବେଳେ ଜଣେ ଗାଧୋଇ ଆସିବ ତ୍ରୟୋଦଶୀ ତିଥିରେ ତେବେ ତାର କୌଣସି ଚର୍ମ ରୋଗ ନାହିଁ ଚର୍ମ